ଯାଜପୁରରେ ବିଜେଡି ଗୋଟେ ଗଡ଼ ଥିଲା କହିଲେ ଅତ୍ୟୁକ୍ତି ହବନି। ସବୁ ହାଇ ପ୍ରୋଫାଇଲ ନେତା ସେଇଠୁ ଥିଲେ। ଆପଣ ଟିକେ ଡର ଲାଗିଲାଣି ଲିପୁ ଭାଇ ଯେ ଏତେ ବଡ଼ ବଡ଼ ନେତାଙ୍କ ବିରୋଧରେ ଆପଣ ଲଢ଼େଇ କରିବେ? ଏକୁଟିଆ ଥିଲେ ନା ଲୋକ ପାଖରେ ଥିଲେ? ଦେଖନ୍ତୁ ଆଜ୍ଞା, ସାହସ ବାନ୍ଧିବେ, ଡର ବୋଲି କୌଣସି ଜିନିଷ ନାହିଁ। ଯିଏ ଡରିଯାଏ ସିଏ ଡରାଏ। ତେଣୁ ଡରି ଯାଇଥିଲେ ବୋଲି ମିଛୁଟା ଡରଉଥିଲେ। ବସିଲୁ ସାଧାରଣ ଲୋକଙ୍କ କାମ କଲୁ, ସାଧାରଣ ଲୋକ ଘରୁ ଉଠି ଆସିଲେ ତାଙ୍କୁ ଟେକିକି ଫୋପାଡ଼ି ଦେଲେ ସୀମା ବାହାରୁ। ତେଣୁ ସେ 4-5 କୋଟିଆ ଗାଡ଼ି, ସେ ଯେଉଁ ଆଡ଼ମ୍ବର, ସେ ଯେଉଁ ଲୋକଙ୍କ ସତରେ କ'ଣ 5 କୋଟି ଟଙ୍କାର ଗାଡ଼ି ଧରୁଥିଲେ ସେ? ଆଜ୍ଞା ଧରୁନଥିଲେ ଆଜ୍ଞା। ଆପଣ ତ ସୋସିଆଲ ମିଡ଼ିଆ ଖେଳି ଦିଅନ୍ତୁ ଆଜ୍ଞା। ସାଧାରଣ ସମ୍ପାଦକ ଆଜ୍ଞା 5 କୋଟିଆ ଗାଡ଼ି ଧରି ଯାଇକି ସେତେବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଣ୍ଟିବାକୁ ଯାଉଥିଲେ ଆଜ୍ଞା। 5 କୋଟିଆ ଗାଡ଼ି ଧରି ଯାଇକି ମୟୂରଭଞ୍ଜ ଯାଉଥିଲେ, ଲୋକଙ୍କୁ ଦେଖାଉଥିଲେ। ମୁଁ ତ ଭାବୁଛି ତ ତାଙ୍କ ଶକ୍ତି ପ୍ରଦର୍ଶନ କରୁଥିଲେ କି ମୁଁ ବାହୁବଳି, ମୋ ପାଖରେ ଏତେ ଗାଡ଼ି ଅଛି ଅଛି। ଗୋଟେ ସାଧାରଣ ଜନତା ପାଖକୁ ଯିବା ପାଇଁ ଆଜ୍ଞା ଏତେ ଆଡ଼ମ୍ବର କ'ଣ ଦରକାର ଆଜ୍ଞା? ଯାହା କରିପାରିବି ଗୋଟେ ବିଧାୟକ, ଗୋଟେ ଲୋକର ଘରଟେ ଆବାସଟେ ଦେଇପାରିବ ନା? ଆବାସଟେ ତୋର ହଉନି, ଆ ପାଇଁ ତୋତେ କ'ଣ ଡକୁମେଣ୍ଟ ଦରକାର? ଗ୍ରାସ ରୁଟ୍ରୁ ତଳେ ବସି ଗୋଟେ ଲୋକ ସହିତ ଜଡ଼ି ହେଇ କେମିତି କାମ କରିବା ସେ ଜିନିଷ ଦରକାର। ବାପା ବିଧାୟକ ଥିଲା, ବାପା ମନ୍ତ୍ରୀ ଥିଲେ, ଗିଫ୍ଟେଡ ପାଇଲେ ସେଟା ବେଶୀ ଦିନ ରୁହେ ନା ଆଜ୍ଞା। ପ୍ରମାଣିତ ହେଇଗଲା ଯାଜପୁରରେ ଯେଉଁ ପ୍ରଶ୍ନ ମତେ କହିଲା ସେଟା ପ୍ରମାଣିତ ହେଇଗଲା। ଯାଜପୁର ଗୁଡ଼ାଏ ବିଧାୟକ ତ ସେମିତି ହେଇଛନ୍ତି, ସବୁ କଟିଗଲେ। ସୁକିନ୍ଦା ଦେଖନ୍ତୁ, ଯାଜପୁର ଦେଖନ୍ତୁ, ଧର୍ମଶାଳା ଦେଖନ୍ତୁ, କୋରେଇ ଦେଖନ୍ତୁ, ସବୁ କଟିଗଲେ ଆଜ୍ଞା। କେହି ରହିଲେନି ଆଜ୍ଞା, ସବୁ କଟିଗଲେ। ସବୁଠି ଆଜ୍ଞା ନୂଆ ଚେହେରା, ସେ ବିଜେପି ହଉ ବିଜେଡି ହଉ, କେହି ରହିଲେନି ଆଜ୍ଞା। ସେ ଆଉ ସେ ଜିନିଷ ନେଇ ରାଜା ପୁଅ ରାଜା ହବ। ଏବେ ଲୋକ ଜାଗ୍ରତ ହେଇଗଲେଣି। ସାଧାରଣ ଲୋକଟେ ଯିଏ ନିଷ୍ପେଷିତ ଦଳିତ ଅବଳିତ ପାଇଁ କାର୍ଯ୍ୟ କରିବ, ସିଏ ସବୁବେଳେ ଲୋକଙ୍କ ହୃଦୟରେ ରହିବ, ତାର ଭାଇଟେ ହିଁ ତାର ପୁଅଟେ ହେଇକି। ଆଉ ସେ ରାଜା ନୁହେଁ ଆଜ୍ଞା।